ପିଲାମାନେ ଆଜି ଆମେ ପଢ଼ିବା ସପ୍ତମ ଶ୍ରେଣୀ ଗଣିତ ବହିର ଅଭ୍ୟାସ କାର୍ଯ୍ୟ 8.2। 1 ନମ୍ବର ଦେଇଛି ଜଣେ ବ୍ୟକ୍ତି 1200 ଟଙ୍କାରେ 40ଟି ଖେଳନା କାର୍ କିଣି 16% ଲାଭରେ ବିକିଲେ। ପ୍ରତ୍ୟେକ ଖେଳନା କାର୍କୁ ସେ କେତେ ଦାମରେ ବିକିଲେ? ସେ ଖେଳନା କାର୍ 40ଟି କିଣିଥିଲେ 1200 ଟଙ୍କାରେ, ତାକୁ 16% ଲାଭରେ ବିକ୍ରି କଲେ। 40ଟି ଖେଳନା କାର୍କୁ ସେ 16% ଲାଭରେ ବିକ୍ରି କଲେ। ସେ ଖେଳନା ପ୍ରତି ଖେଳନାକୁ ମାନେ ଗୋଟେ ଖେଳନାର ଦାମ ଗୋଟେ ଖେଳନାକୁ ସେ କେତେ ଦାମରେ ବିକ୍ରି କଲେ? 1 ନମ୍ବର କରିବା। 1200 ଟଙ୍କାରେ 40ଟି ଖେଳନା କାର୍କୁ କିଣିଲେ। ଆମେ ଲେଖିବା 40ଟି ଖେଳନାର କ୍ରୟ ମୂଲ୍ୟ କିଣିଥିଲେ ସେ 1200 ଟଙ୍କାରେ, ଲାଭ ସମାନ 16%। 16% ଲାଭରେ ବିକିଲେ ଆମେ 1200ର 16% ବାହାର କରିବା। 1200ର 16% ହେଉଛି 12। 1272 2 ରହିଲା 7, 12 12 7 19, 192 ଟଙ୍କା ସେ ଲାଭରେ ବିକ୍ରି କଲେ। ତାହେଲେ ସେ କେତେ ଟଙ୍କାରେ ବିକ୍ରି କଲେ ତାଙ୍କର ବିକ୍ରି ମୂଲ୍ୟ ଆମେ ବାହାର କରିବା। ବିକ୍ରି ମୂଲ୍ୟ ହେଉଛି କ୍ରୟ ମୂଲ୍ୟ ମିଶାଣ ଲାଭ। କ୍ରୟ ମୂଲ୍ୟ ହେଉଛି 1200, ମିଶାଣ ଲାଭ ହେଉଛି 192, ସମାନ 1392। 40ଟି ଖେଳନା କାର୍ର 40ଟି ଖେଳନା କାର୍ର ବିକ୍ରି ମୂଲ୍ୟ ସମାନ 1392 ଟଙ୍କା। 40ଟି ଖେଳନା କାର୍ର ବିକ୍ରି ମୂଲ୍ୟ 1392 ଟଙ୍କା। ତାହେଲେ ଏକଟି ଖେଳନା କାର୍ର ବିକ୍ରି ମୂଲ୍ୟ କେତେ? 1392 ବିଭକ୍ତ 40। 1392 ବିଭକ୍ତ 40 ହେଲେ ଆମେ କାଟିଲେ 4 × 4 0, 4 × 3 12, 1 19, 4 × 16, 3 32, 4 8 32, 2 5 10, 2 କେ କାଟିଲେ 2 × 2, 2 7 14, 2 4 8, 174 ବିଭକ୍ତ 5, ତାକୁ ଆମେ 5 3 15, 5 20, 5 8 40, 34 ଟଙ୍କା 80 ପଇସା। ଅତଏବ ଲେଖିବା, ଅତଏବ ସେ ପ୍ରତ୍ୟେକ ଖେଳନାକୁ 34 ଟଙ୍କା 80 ପଇସାରେ ବିକିଲେ। ତାପରେ 2 ନମ୍ବର। 2 ନମ୍ବର ଦେଇଛି ଗୋଟିଏ ବଳଦକୁ 900 ଟଙ୍କାରେ ବିକିବାରୁ ସୁଧାକର ବାବୁଙ୍କର 10% କ୍ଷତି ହେଲା। ତେବେ ସେ କେତେ ଟଙ୍କାରେ ବଳଦଟିକୁ କିଣିଥିଲେ? କେତେ ଟଙ୍କାରେ ବିକିଥିଲେ ତାଙ୍କର 10% ଲାଭ ହୋଇଥାନ୍ତା। ତାମାନେ ଆମେ ଲେଖିବା ମନେକର 100 ଟଙ୍କା ଧରିକି କରିବା। ମନେକର ବଳଦର କ୍ରୟ ମୂଲ୍ୟ ମାନେ ବଳଦ ମନେକର 100 ଟଙ୍କାରେ କିଣା ହୋଇଥିଲା। କ୍ରୟ ମୂଲ୍ୟ 100 ଟଙ୍କା। ତାହେଲେ 10% କ୍ଷତି ହେଇଛି। 10% କ୍ଷତି ବିକ୍ରୟ ମୂଲ୍ୟ ସମାନ 100 ଫେଡ଼ାଣ 10। ମନେକର ଆମେ 100 ଟଙ୍କାରେ କିଣିଥିଲେ, 10 ଟଙ୍କା କ୍ଷତି ହେଲା ଆମର। ତାହେଲେ 100ରୁ 10 ଫେଡ଼ିଲେ ଆମର 90 ଟଙ୍କା ହେଉଛି କ୍ଷତି। ଏଇଠି ଲେଖିବା 90 ଟଙ୍କା ବିକ୍ରି ବେଳେ 90 ଟଙ୍କା ବିକ୍ରି ବେଳେ କ୍ରୟ ମୂଲ୍ୟ ସମାନ 100 ଟଙ୍କା। କ୍ରୟ ମୂଲ୍ୟ ହେଉଛି 100 ଟଙ୍କା। 90 ଟଙ୍କାରେ ଯେ ବିକ୍ରି ହେଇଛି କିଣା ହେଇଛି 100 ଟଙ୍କାରେ। ତାହେଲେ ଏଠି ବାହାର କରିବା 1 ଟଙ୍କା ବିକ୍ରି ବେଳେ କ୍ରୟ ମୂଲ୍ୟ ସମାନ 100 ବିଭକ୍ତ 90 ଟଙ୍କା। 1 ଟଙ୍କା ବିକ୍ରି ବେଳେ ତାହେଲେ ସେଠି ଦେଇଛି 900 ଟଙ୍କା। 900 ଟଙ୍କା ବିକ୍ରି ବେଳେ କ୍ରୟ ମୂଲ୍ୟ ସମାନ 100 ବିଭକ୍ତ 90 ଗୁଣନ 900। କଟିଗଲା 9 10 90। ତାହେଲେ ଆମର ଏଠି କେତେ ଟଙ୍କା ବାହାରିଲା? 110 ହଜାର।
1000 टंका। बलदर क्रय मूल्य हूँ 1000 टंका। आम लिखा बलदर क्रय मूल्य समान 1000 टंका। लाभ होउची माने 1000 टंकार किणा हेतला लाभ 10%। लाभ समान 10%। लाभ होउची हमर 10%। 10%। ताहले आमे 100 टंका एठी धरितिले 100 टंकार लाभ 10 टंका। ताहले लाभ होउची कते 100 मिश्रण 10 समान 110। 110 टंका। एटा को आमे मने कर नैथिले 100 क्रय मूल्य बेले 100 क्रय मूल्य बेले 100 क्रय मूल्य बेले विक्रय मूल्य समान 110 टंका। 100 क्रय मूल्य बेले विक्रय मूल्य होची 110 टंका। तापर 1 क्रय मूल्य बेले विक्रय मूल्य समान 110 विभक्त 100 टंका। तापर 1000 क्रय मूल्य बेले विक्रय मूल्य समान 110 विभक्त 100 गुणन 1000। काटी दबा 2 शून्य काटिला 110 रे 10 गुणिले आमर होची 1100 टंका। अतेप लिखिबा अतेप 1100 टंका रे बिकिथिले 1100 टंका रे बिकिथिले तांकर 10% लाभ होई थांता। लाभ होई थांता 1100 टंका रे बिकिथिले तांकर 10% लाभ होई थांता। तापर आमे करिबा 3 नंबर। 3 नंबर देइछि 10टी नाली बेलून को 1 टंका रे 8टी छिटा बेलून को 1 टंका रे किणी सबुतक बेलून को 1 टंका रे बिकिले शतकड़ा केते लाभ बा क्षति हबो। 10टी नाली बेलून को 1 टंका रे किणा हैछि 8टी छिटा बेलून को भी 1 टंका रे किणा हैछि। ताले मोट केतोटी बेलून किणा हैछि 10 8 18टी बेलून को 2 टंका रे किणा हैछि। आमे सेतिरे केते सबुतक बेलून को जदी 1 टंका रे बिकि देबा 2 टंका रे किणी केते शतकड़ा लाभ बा क्षति हबो आमे बाहर करिबा। ताले 3 नंबर करिबा मोट बेलून संख्या आगे लिखिबा मोट केतोटी बेलून मोट बेलून संख्या हेउछि 10 मिश्रण 8 समान 18टी। 18टी बेलून रा किणा दाम 18टी बेलून रा क्रय मूल्य बा किणा दाम हेउछि 1 टंका मिश्रण 1 टंका समान 2 टंका। 18टी बेलून रा बिक्री दाम 18टी बेलून रा बिक्री मूल्य समान देइछि हमर 1 टंका। 18टी बेलून को 1 टंका रे बिक्री हला क्षति समान क्षति हला हमर 2 टंका फेडाण 1 टंका। 2 टंका रु 1 टंका फेडले केते हबो हमर 1 टंका क्षति हैछि। क्षति बाहरी सारा पर हमर शतकड़ा क्षति बाहरिबो लाभ बाहर कर सारा पर हमर शतकड़ा लाभ बाहरिबो। शतकड़ा क्षति समान क्षति विभक्त क्रय मूल्य गुणन 100। एठी हमर क्षति हैछि 1 टंका विभक्त किणा हैछि हमर 2 टंका गुणन 100 को आमे काटी देले 2 करे काटले 2 5 10 शून्य 1 को 50 रे गुणले से 50 हमर 50% क्षति हैछि। अतः सबुतक बेलून को 1 टंका रे बिकिले आमर शतकड़ा 50% क्षति हबो 50% क्षति हेबो।
सबुतक बेलून को 1 टंकार बिकिले आमर शतकड़ा 50% क्षति हे। तापर 4 नंबर देइछि रहीम बाबू 800 टंकार चाउल किणिले किणिथिबा चाउलर 3/4 अंश को 10% लाभ रे अवशिष्ट अंश को 10% क्षति रे बिकिले। तेबे समस्त चाउल बिक्री रे तांकर शतकड़ा केते लाभ बा क्षति हैला। आमे आगे बाहर करिवा से 3/4 अंश बाहर करिवा तापरे आउ केते चाउल रहला तार बाहर करके आमे बाहर करिवा। मोट चाउलर क्रय मूल्य केते 800 टंका। मोट चाउलर क्रय मूल्य समान 800 टंका। मोट चाउलर क्रय मूल्य होछि 800 टंका। 3/4 अंश दाम समान 3/4 अंश दाम समान 800 गुणन 3/4 4 दूने 8 0 0 600 टंका। 600 10% 600 10% कौन आमे बाहर करिवा। 600 10% होछि 600 गुणन 10/100 कटिला 10 60 60 टंका। तापर बिक्री मूल्य आमे बाहर करबा। एटा लाभ हमर 60 टंका है। विक्रय मूल्य समान क्रय मूल्य मिश्रण लाभ समान 600 मिश्रण 60 हैला 660 टंका। अवशिष्ट चाउलर क्रय मूल्य आमे बाहर करिबा। क्रय मूल्य समान 800 टोटल चाउल 800 टंकार बिक्री हेतिला हमर एटा बाहरी पड़ी। अवशिष्ट चाउलर क्रय मूल्य एटा 600 टंकार हमर बिक्री हेछि। एटा लाभ 60 टंका। 800 फेडाण 600 समान 200 टंका। 200 टंका क्षति हेछि 10% क्षति हैला समान 200 ର 80% ना 200 ର 10% समान 200 गुणन 10/100 2 शून्य कटिला 20 टंका क्षति हेछि हमर। तापर आर बिक्री मूल्य हम बाहर करिया। विक्रय मूल्य समान क्रय मूल्य फेडाण क्षति। क्रय मूल्य होछि हमर 200 फेडाण 20 समान 180 टंका। 180 टंका हमर बाहरला। अवशिष्ट चाउलर मोट चाउलर बिक्री दाम बाहर करिबा। मोट चाउलर बिक्री मूल्य एटा हमर 660 एटा होछि 180 660 मिश्रण 180 केतेला 0 8 6 14 रु 4 रहला 1 6 1 7 1 8 840 टंका मोट चाउल। ताले लाभ केते 800 रे किणा हेतिला लाभ होछि 840 फेडाण 800 ताले 40 टंका लाभ 40 टंका लाभ हेले। तापर शतकड़ा लाभ केते शतकड़ा लाभ समान लाभ विभक्त क्रय मूल्य गुणन 100 हमर लाभ होछि 40 टंका। किणा दाम होछि किणा हेछि हमर 800 टंका रे गुणन 100 2 शून्य कटिला 8 5 40 5% होछि लाभ। अतेब लिखिबा तेबे समस्त चाउल बिक्री रे समस्त चाउल बिक्री रे तांकर समस्त चाउल बिक्री रे तांकर शतकड़ा 5% लाभ बा क्षति हैला। लाभ बा क्षति हैला। तापर आमे देखिबा 5 नंबर।
ଜଣେ ମାଲଗୋଦାମ ବ୍ୟବସାୟୀ 800 ଟଙ୍କା ମୂଲ୍ୟରେ କିଣିଥିବା ଚାଉଳ ବସ୍ତାକୁ 10% ଲାଭ ରଖି ଖୁଚୁରା ଦୋକାନୀକୁ ବିକ୍ରି କଲା। ଖୁଚୁରା ଦୋକାନୀଟି ସେହି ଚାଉଳ ବସ୍ତାକୁ 15% ଲାଭ ରଖି ଗ୍ରାହକକୁ ବିକିଲା। ତେବେ ଗ୍ରାହକ ଜଣକ କେତେ ଦାମ ନେଇ ଚାଉଳ ବସ୍ତାଟି କିଣିଲା? ମାଲଗୋଦାମ ବ୍ୟବସାୟୀ 800 ଟଙ୍କା ମୂଲ୍ୟରେ କିଣିଥିବା ଚାଉଳକୁ 10% ଲାଭରେ ବିକିଲା। ତାହେଲେ ଆମେ ଆଗେ ବାହାର କରିବା ସେ କେତେ ଟଙ୍କାରେ ବିକ୍ରି କଲା। 5 ନମ୍ବର କରିବା। ଲେଖିବା ମାଲଗୋଦାମ ବ୍ୟବସାୟୀ 800 ଟଙ୍କାରେ ଚାଉଳ କିଣିଲେ। ସେ କିଣିଲେ ଆଗେ 800 ଟଙ୍କାରେ ଚାଉଳ କିଣିଲେ। ଚାଉଳର କ୍ରୟ ମୂଲ୍ୟ ତାହେଲେ 800 ଟଙ୍କା। ଚାଉଳର କ୍ରୟ ମୂଲ୍ୟ ସମାନ 800 ଟଙ୍କା। ଲାଭ ହେଉଛି 10%। ଲାଭ ହେଉଛି 800ର 10%। ତାହେଲେ ଆମେ ଲାଭ ବାହାର କରିବା 800 ଗୁଣନ 10 ବିଭକ୍ତ 100। 8 10 80, 80 ଟଙ୍କା ଲାଭ। ତେଣୁ ବିକ୍ରୟ ମୂଲ୍ୟ ବାହାର କରିବା ଆମେ କ୍ରୟ ମୂଲ୍ୟ ମିଶାଣ ଲାଭ। କ୍ରୟ ମୂଲ୍ୟ ଆମର କିଣା ହେଇଛି 800 ଟଙ୍କାରେ, ଲାଭ ହେଇଛି 80 ଟଙ୍କା। ତାହେଲେ ବିକ୍ରି ଦାମ କେତେ? 880 ଟଙ୍କା। ଖୁଚୁରା ଦୋକାନୀର ଲାଭ, ତାପରେ ଲେଖିବା ଖୁଚୁରା ଦୋକାନୀର ଲାଭ। ସେ କେତେ ଲାଭ ପାଇଲା? 15%। ମାନେ 880ର 15%, 880 ଟଙ୍କାର 15%। ତାହେଲେ 880 ଗୁଣନ 15 ବିଭକ୍ତ 100। 0 0 କଟିଲା। 880 ଗୁଣନ 15 ବିଭକ୍ତ 100। 5 2 10, 5 3 15, 2 କେରେ କାଟିଲେ 2 4 8, 2 4 8, 4 3 12 2 ରହିଲା 1, 4 3 12 1 13, 132 ଟଙ୍କା। ଗ୍ରାହକଟି କେତେ ଦାମ ଦେଇକି? ଗ୍ରାହକର କିଣା ଦାମ। ଗ୍ରାହକ କିଣିଲା, କିଣା ଦାମ ସମାନ 880 ମିଶାଣ 132। 880 ମିଶାଣ 132। 2 8 3 11 1 ରହିଲା 1, 8 1 9 1 10। 1012 ଟଙ୍କା ଦେଇକି ଗ୍ରାହକ ଦୋକାନରୁ ଚାଉଳକୁ କିଣିବ। ଅତଏବ ଗ୍ରାହକ ଜଣକ କେତେ ଦାମ ନେଇ ଚାଉଳ ବସ୍ତାଟି କିଣିଲା? ଗ୍ରାହକ ଜଣକ 1012 ଟଙ୍କା ଦେଇ ଚାଉଳ କିଣିଲା। ତାପରେ 6 ନମ୍ବର। ଜଣେ ଦୋକାନୀ 5ଟା ନଡ଼ିଆକୁ 24 ଟଙ୍କା ଦରରେ କିଛି ନଡ଼ିଆ କିଣି ସେଗୁଡ଼ିକୁ 20 ଟଙ୍କାରେ 3ଟି ଲେଖାଏଁ ବିକ୍ରି କଲା। ତେବେ ତାର ଶତକଡ଼ା କେତେ ଲାଭ ବା କ୍ଷତି ହେଲା? 5ଟା ନଡ଼ିଆକୁ ସେ 24 ଟଙ୍କାରେ କିଣିଥିଲା, କିନ୍ତୁ 3ଟିକୁ 20 ଟଙ୍କାରେ ବିକିଲା। ଆମେ ଲେଖିବା 5ଟି ନଡ଼ିଆର କ୍ରୟ ମୂଲ୍ୟ ସମାନ 24 ଟଙ୍କା। 1ଟି ନଡ଼ିଆର କ୍ରୟ ମୂଲ୍ୟ ସମାନ 24 ବିଭକ୍ତ 5 ଟଙ୍କା। ତାହେଲେ 3ଟି ନଡ଼ିଆର ବିକ୍ରି ମୂଲ୍ୟ ସମାନ 20 ଟଙ୍କା। ତାହେଲେ 1ଟି ନଡ଼ିଆର ବିକ୍ରି ମୂଲ୍ୟ ସମାନ 20 ବିଭକ୍ତ 3 ଟଙ୍କା। ତାହେଲେ ଲାଭ ଆମେ କେମିତି ବାହାର କରିବା? ଲାଭ ଅଛି କି ନାହିଁ ଏଇଟା ଆମେ ମନେ ମନେ ଦଶମିକରେ ପରିଣତ କରିବା। 5କୁ କାଟିଲେ 5 ଚଉ 20, 4 ପରେ ଆସୁଛି। ଏଇଟା 3ରେ କାଟିଲେ 3 18, 6 ପରେ ଆସିଛି। ତେଣୁ ଏଇଟା ଆମର ବଡ଼ ସଂଖ୍ୟା, ଏଇଟା ଲାଭ ହେଇଛି। ତାହେଲେ ଲାଭ ସମାନ ବିକ୍ରି ମୂଲ୍ୟ ଫେଡ଼ାଣ କ୍ରୟ ମୂଲ୍ୟ। ବିକ୍ରି ମୂଲ୍ୟ ହେଉଛି ଆମର 20 ବିଭକ୍ତ 3।
ଫେଡ଼ାଣ କ୍ରୟ ମୂଲ୍ୟ ହେଉଛି ଆମର 24 ବିଭକ୍ତ 5। ଲସାଗୁ ନେଇଗଲେ 15, 15କୁ 5, 5 × 10 100, ଫେଡ଼ାଣ 3, 72, 24 3 72, 72 ଆମେ 100 ରୁ 72 ଫେଡ଼ିଦେଲେ 10 2 ଗଲେ 8, 28, 28 ବିଭକ୍ତ 15 ହେଉଛି ଆମର ଏଇଟା ଲାଭ। ଶତକଡ଼ା ଲାଭ, ଶତକଡ଼ା ଲାଭ ସମାନ ଲାଭ ବିଭକ୍ତ କ୍ରୟ ମୂଲ୍ୟ ଗୁଣନ 100। ଲାଭ ବିଭକ୍ତ କ୍ରୟ ମୂଲ୍ୟ ଗୁଣନ 100, ଲାଭ ହେଉଛି ଆମର 28 ବିଭକ୍ତ 15 ବିଭକ୍ତ କ୍ରୟ ମୂଲ୍ୟ ହେଉଛି ଆମର 24 ବିଭକ୍ତ 5 ଗୁଣନ 100। ତାକୁ ଆମେ ଯେତେବେଳେ ଗୁଣନ କରିବା ଉଲଟିଯିବ 28 ବିଭକ୍ତ 15 ଗୁଣନ 5 ବିଭକ୍ତ 24 ଗୁଣନ 100। ଆକୁ ଆମେ କାଟିଦେବା 5 3 15, ଏଇଟା 7 করে କାଟିଲେ ଆମର 4 করে କାଟିଲେ 4 7 28, 424, 424। ଆମେ ଆକୁ ଏମିତି ଲେଖିଲେ ଗୁଣି ଦେଲେ ହେବ 100 7 700, 700 ବିଭକ୍ତ 18, 6 3 18। ତାକୁ ଆମେ ଟଙ୍କାରେ ଲେଖିଲେ 18 3, ତାପରେ 18 8 8 ଏତିକି %। 18 3 18 38.8% ଲାଭ ବା କ୍ଷତି। ଅତଏବ ଲେଖିବା ଅତଏବ ତାଙ୍କର ଶତକଡ଼ା 38.8% ଲାଭ ବା କ୍ଷତି ହେଲା। ପିଲାମାନେ ଅଭ୍ୟାସ କାର୍ଯ୍ୟଟି ହେଉଛି ସପ୍ତମ ଶ୍ରେଣୀ ଗଣିତ ବହିର ଅଭ୍ୟାସ କାର୍ଯ୍ୟ 8.2 ର ସମସ୍ତ ପ୍ରଶ୍ନର ଉତ୍ତର।